मेघमाଳରେ शीघ्र आसुथिबा आम्भମାନଙ୍କ प्रभु जीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କ ଲୋକମାନେ ସ୍ୱର୍ଗର ପରମେଶ୍ୱର ପ୍ରତିଦିନ ତାହାଙ୍କ ବାକ୍ୟ ଜରିଆରେ ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ଆମ୍ଭମାନଙ୍କୁ ସେ କଥା ହେଉଛନ୍ତି। ତାହାଙ୍କର ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ କି ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଦେଖୁଛନ୍ତି। କେବଳ ଦେଖୁଛନ୍ତି ଶୁଣୁଛନ୍ତି ତାହା ନୁହେଁ, ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ କରି 15,000ରୁ ଅଧିକ ସବସ୍କ୍ରାଇବରରେ ପହଞ୍ଚାଇଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆପଣମାନେ ନିୟମିତ ଆମ ଚ୍ୟାନେଲକୁ ଆସି ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆମକୁ ଉତ୍ସାହିତ କରୁଛନ୍ତି। ଅନେକ ଭାଇ ଭଉଣୀମାନେ କମେଣ୍ଟ ମାଧ୍ୟମରେ ଆମ୍ଭମାନଙ୍କ ନିକଟରେ ଆପଣାର ପ୍ରାର୍ଥନା ଅନୁରୋଧ ଗୁଡ଼ିକ ଆମ ନିକଟରେ ପଠାଉଛନ୍ତି। ମୁଁ ସେମାନଙ୍କର ସବୁ କମେଣ୍ଟକୁ ନିୟମିତ ଦେଖୁଛି, ପର୍ସନାଲି ଦେଖୁଛି। ଆଉ ଆମେ ଆପଣଙ୍କର ପ୍ରାର୍ଥନା ଅନୁରୋଧ ଗୁଡ଼ିକ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ। ଆପଣମାନେ ମଧ୍ୟ ଆମ ପାଇଁ ପ୍ରାର୍ଥନା କରୁଥିବେ। ଆମମାନଙ୍କର ଅନଲାଇନ ସେବା କାର୍ଯ୍ୟ ନିମନ୍ତେ, ଅଫଲାଇନ ସେବା କାର୍ଯ୍ୟ ନିମନ୍ତେ ଦୟାକରି ଆପଣମାନେ ପ୍ରାର୍ଥନା କରୁଥିବେ। ଯେ ପ୍ରକାର ଆମମାନଙ୍କ ସେବା କାର୍ଯ୍ୟ ଦ୍ୱାରା ଅନେକ ଲୋକମାନେ ପ୍ରଭୁଙ୍କ ନିକଟକୁ ଫେରିବେ, ପରିବର୍ତ୍ତିତ ହେବେ ଏବଂ ପ୍ରଭୁଙ୍କର ଆଗମନ ନିମନ୍ତେ ଯେ ପ୍ରକାର ସେମାନେ ପ୍ରସ୍ତୁତ ହେବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ବାଇବଲ ରଖିବାର ଉପଯୁକ୍ତ ସ୍ଥାନ। ଆଜିର ପ୍ରସଙ୍ଗ ହେଲା ବାଇବଲ ରଖିବାର ଉପଯୁକ୍ତ ସ୍ଥାନ। ତାହା କଣ ଅଟେ? ଆଜି ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ ପୃଥିବୀରେ 7,000ରୁ ଅଧିକ କୁହାଯାଉଥିବା ଭାଷା ବା ସ୍ପୋକେନ୍ ଲାଙ୍ଗୁଏଜ ରହିଛି ଏବଂ ରିଟେନ୍ ଲାଙ୍ଗୁଏଜ ବା ଲିଖିତ ଭାଷା 4,000ରୁ ଅଧିକ ଭାଷା ରହିଛି। ଆମେ କେତେ ସୌଭାଗ୍ୟଶାଳୀ ଲୋକମାନେ ଅଟୁ କି ଆମର ନିଜ ଭାଷାରେ, ଯେଉଁ ଭାଷାରେ ଆମେ ବୁଝିପାରୁଛୁ, ଯେଉଁ ଭାଷାରେ ଆମେ ପାଠ ପଢିଛୁ, ସେହି ନିଜର ଭାଷାରେ ପରମେଶ୍ୱର ବାଇବଲକୁ ଅନୁବାଦ କରି ଆମମାନଙ୍କୁ ଦେଇଛନ୍ତି। ଅତି କମ ଦରରେ, ଅତି କମ ମୂଲ୍ୟରେ ନିଜ ଭାଷାରେ, ନିଜର ବୁଝିବାର ସେଇ ଭାଷାରେ ବା ମାତୃଭାଷାରେ ପରମେଶ୍ୱର ତାଙ୍କ ବାକ୍ୟକୁ ଆମମାନଙ୍କ ନିକଟରେ ପହଞ୍ଚାଇଛନ୍ତି। ପୃଥିବୀରେ ଏ ପ୍ରକାର ଦେଶ ରାଜ୍ୟ ଗୁଡ଼ିକ ରହିଛି। ଆଜି ମଧ୍ୟ ସେମାନଙ୍କ ନିକଟରେ ନିଜ ଭାଷାରେ ବାକ୍ୟ ପହଞ୍ଚି ପାରିନାହିଁ, ବାଇବଲ ପହଞ୍ଚି ପାରିନାହିଁ। ବାଇବଲ ତ ଦୂରର କଥା, ନୂତନ ନିୟମ ତ ଦୂରର କଥା, ସେମାନଙ୍କ ନିକଟରେ ଗୋଟେ ପତ୍ରିକା ମଧ୍ୟ ନିଜ ଭାଷାରେ ସେମାନେ ପାଇନାହାନ୍ତି। ମାତ୍ର ଆମେ କେତେ ସୌଭାଗ୍ୟଶାଳୀ ଲୋକମାନେ ଅଟୁ, ସମ୍ପୂର୍ଣ୍ଣ ବାଇବଲକୁ ପରମେଶ୍ୱର ନିଜ ଭାଷାରେ ସେ ଆମକୁ ଅନୁବାଦ କରି ଆମର ହସ୍ତରେ, ଆମର ହାତରେ ସେ ଅତି କମ ଦରରେ ସେ ଆମକୁ ଦେଇଛନ୍ତି। ପ୍ରିୟମାନେ, ଏହି ପ୍ରଭୁଙ୍କର ବାକ୍ୟ ନିମନ୍ତେ ଆମେ କେତେ ନିଜକୁ ଉତ୍ସାହିତ କରିବା କଥା, କେତେ ଧନ୍ୟ ମନେ କରିବା କଥା ଏବଂ କେତେ ସମର୍ପିତ ହେବା ଏବଂ କେତେ ଆମେ ତାହାଙ୍କର ଧନ୍ୟବାଦ ହେବା କଥା। ପ୍ରିୟମାନେ, ଆଜି ସେହି ବାକ୍ୟ ବିଷୟରେ ମୁଁ କହିବା ପାଇଁ ଚାହେଁ କି ଆମେ ସେଇ ବାଇବଲକୁ ରଖିବାର ଉପଯୁକ୍ତ ସ୍ଥାନ କଣ? ବାକ୍ୟ ଆମମାନଙ୍କୁ କଣ କହେ? ମୁଁ ବାକ୍ୟରୁ ଗୋଟେ ପଦ ପଢି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପଢିବେ ଗୀତ ସଂହିତା 40 ଗୀତ ତାର 8 ପଦରେ ଗୀତ ରଚକ ଦାଉଦ ସେହି ପ୍ରକାର କହନ୍ତି, ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ। ତଳକୁ ଲେଖାଯାଏ, ତୁମ୍ଭ ବ୍ୟବସ୍ଥା ମୋ ହୃଦୟରେ ଅଛି। ପ୍ରଭୁଙ୍କ ନାମର ଗୌରବ। ଏହି ସ୍ଥାନରେ ଗୀତ ରଚକ ଦାଉଦ କହୁଛନ୍ତି, ତୁମ୍ଭର ବ୍ୟବସ୍ଥା ମୋର ହୃଦୟରେ ଅଛି। ସେହି ସମୟରେ ବ୍ୟବସ୍ଥା, ମଶାଙ୍କୁ ଯେଉଁ ବ୍ୟବସ୍ଥା ଦିଆଯାଇଥିଲା, ସେହି ବ୍ୟବସ୍ଥା ନିୟମ ସିନ୍ଧୁ କରିଥିଲା। ମାତ୍ର ଦାଉଦ କହୁଛନ୍ତି, ତୁମର ବ୍ୟବସ୍ଥା ମୋ ହୃଦୟରେ ଅଛି, ମୋର ହୃଦୟରେ ଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବ୍ୟବସ୍ଥା କହିଲେ ପ୍ରଭୁଙ୍କର ବାକ୍ୟ, ବାଇବଲକୁ ବୁଝାଏ। ଆଜି ପରମେଶ୍ୱର ଆମ ହାତରେ ଯେ ପୁସ୍ତକ ଦେଇଛନ୍ତି, ଏହି ପୁସ୍ତକ ଆମ ହାତରେ ଆସିବା ପାଇଁ କେତେ ଲୋକଙ୍କର ମୃତ୍ୟୁବରଣ କରିବା ପାଇଁ ପଡ଼ିଲା, କେତେ ଜଣଙ୍କର ଜୀବନ ହାରିବା ପାଇଁ ପଡ଼ିଲା, କେତେ ପରିଶ୍ରମ କରିବା ପାଇଁ ପଡ଼ିଲା।
ଅନେକ ଅର୍ଥର ଆବଶ୍ୟକ ପଡ଼ିଲା ଆଉ ପରମେଶ୍ୱର ଆମ ହାତରେ ସେ ବାକ୍ୟକୁ ଦେଲେ। ଆଜି ଆପଣ ଦେଖିବେ ଖ୍ରୀଷ୍ଟିଆନ ପରିବାରରେ ସେମାନଙ୍କର ବାଇବଲ ଗୁଡ଼ିକ ଥାକରେ ରହିଛି, ଆଲମାରୀରେ ରହିଛି, ଭେଣ୍ଡିଟରେ ରହିଛି। ଆମେ ପ୍ରାର୍ଥନାରେ ଧରିକି ଯାଉ ଆଉ ଆସିଲା ପରେ ସେ ବାକ୍ୟକୁ ଆମେ ଥରେ ହେଲେ ଆମେ ଦେଖିନଥାଉ। ଯେଉଁ ସମୟରେ ପ୍ରାର୍ଥନା ସମୟ ଆସେ, ରବିବାର ଆସେ, ସେଇ ସମୟରେ ଅନେକ ଭାଇ ଭଉଣୀ ମାନେ ସେ ବାଇବଲକୁ ଝାଡ଼ନ୍ତି, ପୋଛନ୍ତି ଆଉ କାଖରେ ଆଉ ଥରେ ସେଇ ବାଇବଲକୁ ଧରି ସେମାନେ ମଣ୍ଡଳୀକୁ ଯାଆନ୍ତି। ମାତ୍ର ବାଇବଲ ରଖିବାର ସ୍ଥାନ ହେଲା ଭେଣ୍ଡିଟ ନୁହେଁ, ବାଇବଲ ରଖିବାର ସ୍ଥାନ ଗଡରେଜ ନୁହେଁ, ବାଇବଲ ରଖିବାର ସ୍ଥାନ ଘରର ଥାକ ନୁହେଁ, ବାଇବଲ ରଖିବାର ସ୍ଥାନ ହେଲା ମନୁଷ୍ୟର ହୃଦୟ। ପୃଥିବୀରେ ପରମେଶ୍ୱରଙ୍କର ବାକ୍ୟକୁ ରଖିବାର ଉତ୍ତମ ସ୍ଥାନ ହେଲା ମନୁଷ୍ୟର ହୃଦୟ। ଯେତେବେଳେ ପ୍ରଭୁଙ୍କର ବାକ୍ୟ ଆମକୁ ହୃଦୟରେ ଆସେ, ପ୍ରିୟମାନେ, ଯେତେବେଳେ ଆମେ ପ୍ରଭୁଙ୍କର ବାକ୍ୟକୁ ହୃଦୟରେ ଆମେ ରଖୁ, ସେଇ ସମୟରେ ଆମେ ପାପରୁ ମୁକ୍ତ ହେଇଯାଉ, ଆମେ ପବିତ୍ର ହେଇଯାଉ। ପାପ ଠାରୁ ଯଦି ଦୂରକୁ ରହିବାର ଅଛି ତାହେଲେ ମନୁଷ୍ୟ ହୃଦୟରେ ପ୍ରଭୁଙ୍କର ବାକ୍ୟ ଦରକାର। ବାଇବଲ ବିନା ଆମେ ପାପରୁ ଆମେ ପୃଥକ ହେଇପାରିବା ନାହିଁ। ବାକ୍ୟ ବିନା ଆମେ ପାପ ଉପରେ ଜୟ ପାଇପାରିବା। ସେଥିପାଇଁ ଗୀତ ରଚକ ପୁନର୍ବାର ସେଇ ପ୍ରକାର କହନ୍ତି, 119 ଗୀତ 11 ପଦରେ ଲେଖାଯାଏ, ଏ ସ୍ଥାନ ଲେଖାଯାଉଛି, ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ପ୍ରଭୁଙ୍କ ନାମର ସ୍ତୁତି ହେଉ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ବାକ୍ୟ ଆମ ହୃଦୟରେ ଆମେ ସଞ୍ଚୟ କରିବାର ଅଛି। ଆଜି ମୁଁ ପ୍ରଭୁଙ୍କ ଦାସଙ୍କଠୁ ଗୋଟେ ବାକ୍ୟ ଶୁଣିଲି, ତାକୁ ଆମେ ସଞ୍ଚୟ କରିବାର ଅଛି। ପରବର୍ତ୍ତୀ ସମୟରେ ଗୋଟେ ମିଟିଂରେ ଯାଇଥିଲି, ପ୍ରଭୁ ମତେ କଥା ହେଲେ, ସେଇ ବାକ୍ୟକୁ ମୋର ହୃଦୟରେ ରଖିବାର ଅଛି। ଏମିତି ସଞ୍ଚୟ କରି କରି ଆମର ହୃଦୟରେ ପରମେଶ୍ୱରଙ୍କର ବାକ୍ୟ ପ୍ରଚୁର ରହିବାର ଅଛି। ଆଉ ପ୍ରଭୁଙ୍କର ବାକ୍ୟ ବା ବାଇବଲ ରଖିବାର ସ୍ଥାନ ହେଲା ଖ୍ରୀଷ୍ଟିଆନ ବା ମନୁଷ୍ୟ ମାନଙ୍କର ହୃଦୟ। ଯେତେବେଳେ ମନୁଷ୍ୟର ହୃଦୟରେ ପରମେଶ୍ୱରଙ୍କ ବାକ୍ୟ ରଖାଯାଏ, ପ୍ରଭୁଙ୍କର ବାକ୍ୟ ରହେ, ମନୁଷ୍ୟର ଜୀବନ ବଦଳିଯାଏ, ପରିବର୍ତ୍ତିତ ହେଇଯାଏ। ପ୍ରିୟମାନେ, ଯଦି ପ୍ରଭୁଙ୍କର ବାକ୍ୟ ନଥାନ୍ତା, ଆଜି ଆମେ ପ୍ରଭୁଙ୍କର ବାକ୍ୟକୁ ଜାଣିନଥାନ୍ତୁ, ଆଜି ଆମେ ଏ ପ୍ରକାର ନଥାନ୍ତୁ, ଆମେ ନୂତନ ସ୍ୱଭାବକୁ ଆମେ ଧାରଣ କରିପାରି ନଥାନ୍ତୁ। ଧନ୍ୟ ଆମ୍ଭେ ମାନେ, ସୌଭାଗ୍ୟଶାଳୀ ଲୋକ ଆମେ ଅଟୁ କି ପରମେଶ୍ୱର ଲିଖିତ ବାକ୍ୟ ଯେଉଁ ଭାଷାରେ ପ୍ରଭୁ ଆମକୁ ଦେଇଛନ୍ତି, ସେଇ ଭାଷା ଆମେ ବୁଝିପାରୁଛୁ। ଆଜି ଯଦି ଏହି ବାକ୍ୟ ଗ୍ରୀକରେ ରହିଥାନ୍ତା, ଲାଟିନରେ ରହିଥାନ୍ତା କିମ୍ବା ହିବ୍ରୁରେ ରହିଥାନ୍ତା, ଆମେ ବୁଝିପାରିନଥାନ୍ତୁ। ଆମକୁ ପରମେଶ୍ୱର ପ୍ରେମ କରି ନିଜ ଭାଷାରେ ସେ ବାକ୍ୟକୁ ଦେଲେ। କାହିଁକି ଦେଲେ? ଆମେ ଯେପରି ଆଲମାରୀରେ ରଖି ଭୁଲିଯିବା, ଆମେ ଯେପରି ଥାକରେ ରଖିଦେଇଥିବା, ଆମେ ଭେଣ୍ଡିଟରେ ରଖିଦେଇଥିବା, ଏଥିପାଇଁ ପ୍ରଭୁ ବାକ୍ୟ ଦେଇନାହାନ୍ତି। ଆମେ ଯେଉଁ ବାକ୍ୟ ଗୁଡ଼ିକ ପଢୁଛୁ, ବାକ୍ୟ ଶୁଣୁଛୁ, ସେ ବାକ୍ୟକୁ ଆମେ ଯେପରି ହୃଦୟରେ ରଖିବା, ସେଥିପାଇଁ ପରମେଶ୍ୱର ଏହି ବାଇବଲକୁ ଆମ ହାତରେ ସେ ଦେଲେ। ତାହାଙ୍କ ନାମର ଗୌରବ। ପ୍ରିୟମାନେ, ନୂତନ ନିୟମରେ ମୁଁ ଗୋଟେ ବାକ୍ୟ ପଢି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ସାଧୁ ପାଉଲଙ୍କ ଦ୍ୱାରା ଲିଖିତ କଲସ୍ୟ ମଣ୍ଡଳୀ ନିକଟକୁ ପତ୍ର, କଲସ୍ୟ ପୁସ୍ତକ 3 ଅଧ୍ୟାୟ 16 ପଦରେ ଲେଖାଯାଏ, ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ଭାବେ ତୁମ୍ଭମାନଙ୍କ ଠାରେ ବାସ କରୁ। ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର। ଲେଖାଯାଏ, ଖ୍ରୀଷ୍ଟଙ୍କ ବାକ୍ୟ ତୁମ୍ଭମାନଙ୍କ ଠାରେ ପ୍ରଚୁର ଭାବରେ ବାସ କରୁ। ଆମେ ଅଧା ଜାଣିଲେ ହେବ ନାହିଁ। ଅଧା ଅଧା ବାକ୍ୟ ଜାଣି ଅନେକ ଭାଇ ଭଉଣୀ ମାନେ ସେମାନେ ଅଳ୍ପ ବିଦ୍ୟା ଭୟଙ୍କରୀ ଜୀବନ ଯାପନ କରନ୍ତି। ପ୍ରଭୁ ଆମକୁ ସେ ପ୍ରକାର ନ କରନ୍ତୁ। ଖ୍ରୀଷ୍ଟଙ୍କର ବାକ୍ୟ ଆମ ହୃଦୟରେ ପ୍ରଚୁର ଭାବରେ ରହିବାର ଅଛି। ଯେଉଁ ସମୟରେ ଖ୍ରୀଷ୍ଟଙ୍କର ବାକ୍ୟ ଆମକୁ ହୃଦୟରେ ପ୍ରଚୁର ଭାବରେ ରହେ, ସେହି ସମୟରେ ଆମେ ପାପ ଉପରେ ଜୟ ପାଉ, ଶୈତାନକୁ ଆମେ ପରାଜୟ କରିପାରିବା। ଯୀଶୁ ଖ୍ରୀଷ୍ଟ ଶୈତାନକୁ କେମିତି ପରାଜୟ କଲେ? କାରଣ ତାଙ୍କ ଠାରେ ବାକ୍ୟ ଥିଲା। ସେ କହିଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ଖ୍ରୀଷ୍ଟଙ୍କ ଓ ପରମେଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରୁ ସେ ବଞ୍ଚେ। ଆଇବ ତାଙ୍କର ଅସଂଖ୍ୟ ଦୁଃଖ ତାଙ୍କ ଜୀବନରେ ଆସିଲା, ସଙ୍କଟ ଆସିଲା, ମାତ୍ର ସେଇ ସବୁ ଦୁଃଖ, ସମସ୍ୟା, ପରୀକ୍ଷା, ସେଇ ଝଡ଼, ତାଙ୍କ ଜୀବନରେ ଯେଉଁ ସଙ୍କଟ ବିପଦ ଆସିଲା, ସେଇ ସମୟରେ ସେ ଖୁଣ୍ଟ ପରି କେମିତି ଠିଆ ହେଇପାରିଲେ? କାରଣ ତାହାଙ୍କ ହୃଦୟରେ ବାକ୍ୟ ଥିଲା। ଦାଉଦ କହିଲେ, ମୋର ଆବଶ୍ୟକ ଆହାର ଅପେକ୍ଷା
ମୁଁ ଅଧିକ ପରମେଶ୍ୱରଙ୍କ ବାକ୍ୟକୁ ମୁଁ ହୃଦୟରେ ସଞ୍ଚୟ କରିଛି। ମୋର ଆବଶ୍ୟକ ଆହାର ଅପେକ୍ଷା ପ୍ରତିଦିନ ମୁଁ ଯାହା ଖାଉଛି, ହେଇପାରେ ମତେ ମଟନ ଡାଲି ଯାହା ବି ମୁଁ ଖାଉଛି ସେଇ ସବୁ ଖାଦ୍ୟ ଠାରୁ ମଧ୍ୟ ଅଧିକ ମୁଁ ପ୍ରଭୁଙ୍କର ବାକ୍ୟକୁ ସଞ୍ଚୟ କରି ମୋ ହୃଦୟରେ ରଖିଛି। ସେଥିପାଇଁ ଆୟୁବଙ୍କୁ କୌଣସି ପରିସ୍ଥିତି ତଳେ ପକାଇ ପାରିଲା। 10ଟି ପୁଅ ଝିଅ, ଧନ ସମ୍ପତ୍ତି, ଘର ଦ୍ୱାର ସବୁ ଗଲା ପରେ ସେ କହିଲେ, ପ୍ରଭୁ ଦେଲେ ପ୍ରଭୁ ନେଲେ, ତାହାଙ୍କ ନାମର ଧନ୍ୟବାଦ। ପ୍ରିୟମାନେ, ଖ୍ରୀଷ୍ଟଙ୍କର ବାକ୍ୟ, ପ୍ରଭୁଙ୍କର ବାକ୍ୟ ବା ଏହି ବାଇବଲ ରଖିବାର ଉପଯୁକ୍ତ ସ୍ଥାନ ହେଲା ଆମ୍ଭମାନଙ୍କ ହୃଦୟ। ଆମ୍ଭମାନଙ୍କ ହୃଦୟରେ ରହୁ। ବାକ୍ୟ ମୁଣ୍ଡ ଉପରକୁ ନ ଯାଉ। ବାକ୍ୟ ଶୁଣିଲା ବେଳେ କେବଳ ଆମଙ୍କର ମନରେ ନ ରହୁ, ସେ ବାକ୍ୟ ଆମମାନଙ୍କ ହୃଦୟକୁ ପଳାଇ ଆସୁ। ଆମର ହୃଦୟରେ ସେଇ ବାକ୍ୟ ଯେତେବେଳେ ରହିବ, ଆମର ଜୀବନ ପରିବର୍ତ୍ତିତ ହେବ, ପରିବାର ପରିବର୍ତ୍ତିତ ହେବ, ଆଉ ଆମ୍ଭେମାନେ ସବୁ ପରିସ୍ଥିତିରେ ଆମେ କଣ ହେବା? ଜୟ ପ୍ରାପ୍ତ ହେବା, ଆମେ ସିଦ୍ଧ ହେବା, ଆମେ ଖୁଣ୍ଟ ପରି ଠିଆ ହେବା। ପ୍ରିୟମାନେ, ପ୍ରଭୁ ଏହି ବାକ୍ୟଟି ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ଗୌରବ କରୁ। ତମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଇଥିବାରୁ ମୁଁ ତୁମକୁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରଭୁ, ତମ ବାକ୍ୟକୁ ରଖିବାର ଉପଯୁକ୍ତ ସ୍ଥାନ ଆମ୍ଭମାନଙ୍କ ହୃଦୟ। ପ୍ରଭୁ, ତୁମ ବାକ୍ୟକୁ ଆମ ହୃଦୟରେ ରଖିବା ପାଇଁ ଆମେ ପ୍ରତିଦିନ ପ୍ରୟାସ କରିବୁ, ଆମେ ସମର୍ପିତ ହେବୁ। ଦୟାକର ତୁମ ବାକ୍ୟକୁ ଆମ ହୃଦୟରେ ରଖି ପାପ ଉପରେ, ମନ୍ଦ ଉପରେ, ପ୍ରଭୁ ଆମମାନଙ୍କର ପରୀକ୍ଷା ପ୍ରଲୋଭନ ଉପରେ ଆମେ ଜୟ ପାଇ ରାଜା ତୁମ ନିମନ୍ତେ ପ୍ରତିଦିନ ବଞ୍ଚିବୁ। ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍, ଆମେନ୍। ସମସ୍ତଙ୍କୁ ନମସ୍କାର। ସମସ୍ତଙ୍କୁ ପ୍ରଭୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।